ଗତକାଲି ସନ୍ଧ୍ୟା 8ଟାରେ ସୋନପୁର ସହର ତଥା ଆଖପାଖ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ଗଛଗୁଡ଼ିକ ଭାଙ୍ଗି ରାସ୍ତା ଅବରୋଧ କରିବା ସହ ବିଜୁଳି ସମସ୍ୟା ଦେଖାଦେଇଛି। ବିଶେଷ ଭାବେ ଶିଶୁ ଏବଂ ରୋଗୀଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିଛି। ଦେଖିବାକୁ ଗଲେ ପ୍ରଯୁକ୍ତି ବିଦ୍ୟା ଯୁଗରେ କାଳବୈଶାଖୀର ପ୍ରଭାବ ସେତେଟା ଭୟଙ୍କର ମଧ୍ୟ ନୁହଁ। ତା ସତ୍ତ୍ୱେ ଦିନ ଦିନ ବିଜୁଳି ନ ରହିବା ଅନେକଙ୍କୁ ବ୍ୟଥିତ କରିଛି। ସୋନପୁର ସହରରେ 2ଟି ବହୁବିଧ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ରହିଛି। ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ଗୋଟିଏ ଲେଖାଏଁ ଟାସ୍କ ଫୋର୍ସ କମିଟି ବା ଉଦ୍ଧାରକାରୀ ଦଳ ଗଠନ କରାଯାଇଛି। କୋଟି କୋଟି ଟଙ୍କା ଖର୍ଚ୍ଚରେ ଆସ୍କାଲାଇଟ୍, କରତକଳ ଆଦି ବହୁ ସାମଗ୍ରୀ କିଣାଯାଇ ମହଜୁଦ ରଖାଯାଇଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଟାସ୍କ ଫୋର୍ସ କମିଟିକୁ ଦୁରୁସ୍ତ କରିବା ପାଇଁ ତାଲିମ ଦିଆଯାଉଛି। ତାଲିମ ପ୍ରତିବର୍ଷ ଜୁନ୍ ମାସ 19 ତାରିଖରେ ପ୍ରଦାନ କରାଯାଇଥାଏ ଏବଂ ଜିଲ୍ଲା ବାହାରକୁ ମଧ୍ୟ ତାଲିମ ପାଇଁ ପଠାଯାଇଥାଏ, ଯେଉଁଥିରେ କି ବନ୍ୟା ବାତ୍ୟା ସମୟରେ ସାଧାରଣ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଟାସ୍କ ଫୋର୍ସ କମିଟିକୁ ଗଛ କାଟିବା ପାଇଁ କରତକଳର ବ୍ୟବହାର, ଗଛ ଚଢ଼ିବା, ପାଣିରେ ପହଁରିବା, ପାଣିରେ ଉଦ୍ଧାର କରିବା ଆଦି ବିଭିନ୍ନ ପ୍ରକାର କୌଶଳ ଶିକ୍ଷା ଦିଆଯାଇଥାଏ। ଏତେ ସବୁ ବ୍ୟବସ୍ଥା ରହିଥିଲେ ହେଁ ତାର ସଦ୍ବିନିଯୋଗ ବା କମିଟିକୁ ସକ୍ରିୟ କରାଯାଇଛି କି ତାର ବ୍ୟବହାର ହୋଇଥିବା ଭଳି ଦୃଷ୍ଟିଗୋଚର ହେଉନାହିଁ। ବର୍ତ୍ତମାନ ସମ୍ପ୍ରତି ପରିସ୍ଥିତିରେ ଏସବୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ଡିପିଓ ବା ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ ଅଫିସର ରହିଛନ୍ତି। ପୌର ପରିଷଦ ଅନ୍ତର୍ଗତ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀର ପରିଚାଳନା ପାଇଁ ତାଙ୍କ ସହିତ ମଧ୍ୟ ଆମେ ଆଲୋଚନା କରିଥିଲୁ। ଏ ସମ୍ପର୍କରେ ସୁବର୍ଣ୍ଣପୁର ପୌର ପରିଷଦର ଇଓ ଋଷି ମାଝୀ କ'ଣ କହୁଛନ୍ତି ଶୁଣନ୍ତୁ। ହେଲା ପରେ ପରେ ଆମେ ପୁରା ଆମର ଟିମ୍, ଫାୟାର ଟିମ୍, ମ୍ୟୁନିସିପାଲିଟି ଟିମ୍, କେତେ ଫ୍ଲଡ୍ ସେଣ୍ଟରର ଯାହା ପୁରା ଆମେ ଲାଗିକି ଯେତେ ପାରୁ ପର୍ଯ୍ୟନ୍ତ ରାତି ସକାଳ ଯେ ଆମେ କ୍ଲିନ୍ କରିଛୁ, ରୋଡ଼ ରାସ୍ତା କ୍ଲିୟର କରିଛୁ। ଫାୟାର ସହିତ ମ୍ୟୁନିସିପାଲିଟି ଟିମ୍ ସବୁ ଜେସିବି ଲଗେଇ କଟର ନେଇ ପାରୁ ପର୍ଯ୍ୟନ୍ତ ଆମେ ଚେଷ୍ଟା କରିଛୁ ରାସ୍ତା କ୍ଲିୟର କରିବା। ଆଉ ଏବେ ବି ବର୍ତ୍ତମାନ ସୁଦ୍ଧା ସକାଳୁ ବି ପିଲା ଲାଗିଛନ୍ତି, ଫାୟାର ଟିମ୍ ଲାଗିଛନ୍ତି, ଆମ ଷ୍ଟାଫ୍ ଲାଗିଛନ୍ତି। ଜେସିବି ଅଣା ହେଇଛି, ଯେହେତୁ ଜେସିବି ଆଭେଲେବୁଲ୍ ହେଉନି, ବର୍ତ୍ତମାନ ଜେସିବି ଆସିଛି, କାମ ଚାଲିଛି। ପାରୁ ପର୍ଯ୍ୟନ୍ତ ଆମେ ଚେଷ୍ଟା କରୁଛୁ ସବୁପଟେ ରାସ୍ତା କ୍ଲିନ୍ କରିବାକୁ। ଟାସ୍କ ଫୋର୍ସର ପିଲା ବି ଏନଗେଜ୍ ଅଛନ୍ତି, ମେସିନ୍ ବି ଅଛି। ତାପରେ ମେସିନ୍ ଆହୁରି ଯେତେବେଳେ ସର୍ଟ ପଡ଼ିଲା ଆମେ ମାର୍କେଟରୁ ବି ବର୍ତ୍ତମାନ 2ଟା ମେସିନ୍ ଅର୍ଜେଣ୍ଟଲି ଆଣିକି ପୁଣି କାମରେ ଲଗେଇଛୁ।